ଇପିଏଫ୍ଓ ନିଷ୍କ୍ରିୟ ଖାତାର ଟଙ୍କା ଫେରାଇବ ଇପିଏଫ୍ଓ। ଉପକୃତ ହେବେ 31 ଲକ୍ଷ ସଦସ୍ୟ। ଆସନ୍ତୁ ଆଜି ଆମେ ଏହି ନୂଆ ଅପଡେଟ୍ ଆସିଛି ଇପିଏଫ୍ଓ ତରଫରୁ ଆମେ ଚାଲନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଖାତାରେ ପଡ଼ି ରହିଥିବା ଦାୟୀହୀନ ପାଣ୍ଠିକୁ ଯୋଗ୍ୟତମ ସଦସ୍ୟ ଓ ସେମାନଙ୍କ ଉତ୍ତରାଧିକାରୀଙ୍କୁ ଫେରାଇବାକୁ ଶ୍ରମ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା 31 ଲକ୍ଷରୁ ଅଧିକ ଖାତାଧାରୀ ଉପକୃତ ହେବେ ବୋଲି ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାପ୍ତାହିକ ସମୀକ୍ଷା ବୈଠକରେ ନିଷ୍କ୍ରିୟ ଖାତାର ଟଙ୍କା ଫେରାଇବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ 7 ଲକ୍ଷ ଖାତାକୁ ନେଇ ଟଙ୍କା ଫେରସ୍ତର ଏକ ପରୀକ୍ଷାମୂଳକ ପର୍ଯ୍ୟାୟ ଆରମ୍ଭ କରାଯିବ। ଏହି ପର୍ଯ୍ୟାୟ ପାଇଁ ଚୟନ କରାଯାଇଥିବା ଖାତାଗୁଡ଼ିକରେ ପୂର୍ବରୁ ଆଧାର ଲିଙ୍କ ହୋଇଥିବା ବ୍ୟାଙ୍କ ଖାତାର ବିବରଣୀ ଇପିଏଫ୍ଓ ପାଖରେ ରହିଛି। ସେହି ବ୍ୟାଙ୍କ ଖାତାରେ ଇପିଏଫ୍ଓ ସିଧାସଳଖ ବାକି ଥିବା ଟଙ୍କା ଫେରାଇ ପାରିବ। ଇପିଏଫ୍ଓରେ ବର୍ତ୍ତମାନ 31.86 ଲକ୍ଷ ନିଷ୍କ୍ରିୟ ବା ଅଚଳ ଖାତା ରହିଛି। ସେହି ଖାତାଗୁଡ଼ିକରେ 10,903 କୋଟି ଟଙ୍କା ପଡ଼ି ରହିଛି, ଯାହା ପାଇବାକୁ କେହି ଦାବି କରୁନାହାନ୍ତି। ସେଥିରୁ 7,11,000 ଏଭଳି ଖାତା ରହିଛି ଯେଉଁଥିରେ 1,000 ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରହିଛି। ସେହିଭଳି ଖାତାରେ ମୋଟ ଉପରେ 30.52 କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ନିଷ୍କ୍ରିୟ ହୋଇପଡ଼ିଥିବା ଖାତାଗୁଡ଼ିକ ମଧ୍ୟରୁ ଅଧିକାଂଶ 20 ବର୍ଷ ପର୍ଯ୍ୟନ୍ତ ପୁରୁଣା। ସେହି ଖାତାଗୁଡ଼ିକର ଗତ 3 ବର୍ଷ ମଧ୍ୟରେ କୌଣସି କାରବାର ହୋଇନାହିଁ। ସେଥିପାଇଁ ସେଗୁଡ଼ିକୁ ନିଷ୍କ୍ରିୟ ବର୍ଗରେ ସ୍ଥାନିତ କରାଯାଇଛି। ଇପିଏଫ୍ଓ ଆଇନ ଅନୁଯାୟୀ ହିତାଧିକାରୀମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ସଞ୍ଚୟ ରାଶି ପାଇବାକୁ ହେଲେ ଦାବି ଦାଖଲ କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ପାଇବାକୁ ଥିବା ରାଶି ତୁଳନାରେ କାଗଜପତ୍ର ଆବଶ୍ୟକତା ଏତେ ଅଧିକ ରହୁଛି ଯେ ଅନେକ ସଦସ୍ୟ ସେଥିପ୍ରତି ଆଗ୍ରହ ଦେଖାଉନାହାନ୍ତି। ଅନ୍ୟ ଏକ ନିଷ୍ପତ୍ତିକ୍ରମେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅଣସଂଗଠିତ ଶ୍ରମିକମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ସହାୟତା କାର୍ଯ୍ୟକ୍ରମରେ ପୂର୍ବ କଲ୍ୟାଣ ଭିତ୍ତିକ ସହାୟତା ସହିତ 25,000 ଟଙ୍କା ପର୍ଯ୍ୟନ୍ତ ଯୋଗ୍ୟତା ଆଧାରିତ ଛାତ୍ରବୃତ୍ତି ସାମିଲ କରାଯିବ। ଛାତ୍ରଛାତ୍ରୀମାନେ ସୁବିଧାରେ ଯେଭଳି ବୃତ୍ତି ପାଇପାରିବେ ସେଥିପାଇଁ ଶ୍ରମ ମନ୍ତ୍ରାଳୟ ଯୋଜନା ନିର୍ଦ୍ଦେଶାବଳୀରେ ଆବଶ୍ୟକ ସଂଶୋଧନ କରୁଛି। ଫଳରେ ଛାତ୍ରଛାତ୍ରୀମାନେ ଯେକୌଣସି କେନ୍ଦ୍ର କିମ୍ବା ରାଜ୍ୟ ସରକାରୀ ସଂସ୍ଥାରୁ ଯୋଗ୍ୟତା ଆଧାରିତ ବୃତ୍ତି ପାଇପାରିବେ। ବର୍ତ୍ତମାନ ସୁଦ୍ଧା 77.9 କୋଟି ଟଙ୍କାର କଲ୍ୟାଣ ଭିତ୍ତିକ ଆର୍ଥିକ ସହାୟତା 1.6 ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି। 2024-25ରେ 92,118 ହିତାଧିକାରୀଙ୍କୁ 31.65 କୋଟି ଟଙ୍କାର ସହାୟତା ଦିଆଯାଇଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।